ସାଙ୍ଗମାନେ କଥାରେ ଅଛି ଦାଣ୍ଡେ ଯଦି କଳି ହବ ସାଙ୍ଗେ ଥିବ ଭାଇ। ଭାଇର ଅର୍ଥ ଯିଏ ବୁଝିଛି ନା ଭାଇ ଆଜିକାଲି ଦୁନିଆରେ ସେ ଜୀବନରେ ସବୁ ଦୁଃଖକୁ ସିଏ ଦୂରୀଭୂତ କରିପାରିଛି। କାରଣ ଭାଇ ଏପରି ଏକ ବନ୍ଧୁ ଅଟେ ନା ସେ ସବୁବେଳେ ସମସ୍ତଙ୍କୁ କାଟି ଦେଇକି ସବୁବେଳେ ଉପରେ ଥାଏ। କାରଣ ଭାଇ ହିଁ ଜାଣିପାରେ ନିଜର ଭାଇର ଦୁଃଖ କଣ। ଆଉ ଏଇ ଦୁନିଆରେ କେହି ଭାଇ ପରମାନେଣ୍ଟ ସାଙ୍ଗସାଥି ନୁହନ୍ତି ଆପଣଙ୍କର। ଆପଣ ନିଜେ ହିଁ ଏଇ ଜିନିଷ ଜାଣିଥିବେ। ଯେତେବେଳେ ବି ସ୍କୁଲରେ ଆପଣ ପଢୁଥିଲେ ଆପଣଙ୍କର କିଛି ସ୍କୁଲ ସାଙ୍ଗ ଆପଣଙ୍କୁ ମନେ ରଖିଥିବେ, ପାଠ ପଢା ସରିଲା ପରେ କିଛି ସାଙ୍ଗ ଆପଣଙ୍କୁ ଭୁଲି ଯାଇଥିବେ। କଲେଜରେ ବି ସେଇ ପରୀକ୍ଷା ହେଇଥାଏ, ଆପଣଙ୍କ ପ୍ରଫେସନାଲ ଷ୍ଟଡିରେ ବି ସେଇପରି ହେଇଥାଏ। ଆପଣଙ୍କ ଗର୍ଲଫ୍ରେଣ୍ଡ ବି ଆସେ, ସିଏ ବି ଟେମ୍ପୋରାରୀ କେତେ ଦିନ ରହିକି ସିଏ ତାର ଆଉ କୁଆଡେ ବାହା ହେଇକି ଚାଲିଯାଏ। ଆପଣଙ୍କ ବୃଦ୍ଧାବସ୍ଥାରେ ଯିଏ ବି ସାଙ୍ଗସାଥି ଥାଏ ସିଏ ମଧ୍ୟ ଆପଣଙ୍କୁ ଭୁଲିଯାଏ। ଆପଣଙ୍କର ଯିଏ ସ୍ତ୍ରୀ ଥାଏ ସ୍ତ୍ରୀ ମଧ୍ୟ ଆପଣଙ୍କୁ ଦରକାର ପଡ଼ିଲେ ଭୁଲିଯିବ। ତାର ନିଜ ସୁଖ ପାଇଁ ସିଏ ତାର ନିଜ ବାଟ କାଟିଦବ। କିନ୍ତୁ ଆପଣଙ୍କ ସହିତ ଯଦି ଆପଣଙ୍କ ଭାଇ ଅଛି ନା, ଆପଣଙ୍କର ଯେତେ ଦୁଃଖ ଅଛି ଆପଣ ସବୁ ଦୁଃଖ ସେ ଦୂରୀଭୂତ କରିଦବ। ଆପଣଙ୍କର ଦୁଃଖକୁ ସେ ସୁଖରେ ପରିଣତ କରିଦବ। ଆପଣ ଯୋଉ ଗରିବ ଅବସ୍ଥାରେ ଅଛନ୍ତି ଆପଣ ଗରିବ ଅବସ୍ଥାକୁ ସେ ଧନୀ ଅବସ୍ଥାରେ ପରିଣତ କରିଦବ। ସେଇଥିପାଇଁ ପୁରା ସବୁବେଳେ କଥାରେ ଅଛି ଦାଣ୍ଡେ ଯଦି କଳି ହବ ସାଙ୍ଗେ ଥିବ ଭାଇ। ଭାଇର ବଳ ନଥାଉ କିନ୍ତୁ ସେ ଯଦି ଦେଖିବ ନା ମୋ ଭାଇକି କିଏ ବାଡଉଛି କି ମାରୁଛି, ସେ ଯାଇକି ତା ବେକରେ ଓହଳି ପଡିବ, ତାକୁ ପୁରା ମାରିବାକୁ ଟ୍ରାଏ କରିବ ଯେ କାହିଁକି ତୁ ମୋ ଭାଇକି ମାଇଲୁ ବୋଲି। ସେ ସିନା ତଳେ ବାରମ୍ବାର ପଡୁଥିବ କିନ୍ତୁ ସେ ତାକୁ ଛାଡୁନଥିବ ମୋ ଭାଇକି ତୁ କାହିଁକି ମାଇଲୁ ବୋଲି। ତେଣୁ ଆଜିର ଏଇ ମିଛମାୟା ସଂସାରରେ ଯଦି କିଏ ଗୋଟେ ଭଲ ବନ୍ଧୁ ଆପଣଙ୍କର ଅଛି ସବୁବେଳେ ମନେ ରଖିଥିବେ ସିଏ ହଉଛି ଆପଣଙ୍କର ଭାଇ। ସେ ଆପଣଙ୍କର ବଡ ଭାଇ ହଉ କିମ୍ବା ସାନ ଭାଇ ହଉ। ଆପଣ ପରର ପ୍ରରୋଚନାରେ କେବେ ନିଜ ଭାଇ ସହିତ ସମ୍ପର୍କକୁ ନଷ୍ଟ କରନ୍ତୁ ନାହିଁ। ଭାଇ ସହିତ ସମ୍ପର୍କ ଯେତେ ନିବିଡ କରିବେ ଆପଣ ନା ଦୁନିଆରେ ଆପଣ ପୁରା ଜିତିପଟ ଲାଭ କରିବେ। ଆଉ ସାଙ୍ଗମାନେ ଏଇ ଭିଡିଓ ମାଧ୍ୟମରେ ମୁଁ ଯୋଉ ସୋସିଆଲ ବାର୍ତ୍ତାଟା ଆପଣମାନଙ୍କୁ ଦେଇଛି ଆପଣମାନଙ୍କୁ କିପରି ଲାଗିଲା ଆପଣ କମେଣ୍ଟ ମାଧ୍ୟମରେ ମତେ ନିଶ୍ଚିନ୍ତ ଜଣେଇବେ। ମୁଁ ଆପଣଙ୍କ କମେଣ୍ଟକୁ ଅପେକ୍ଷା କରିକି ରହିବି। ଆଉ ଯଦି ଭିଡିଓଟି ଭଲ ଲାଗିଛି ନା ତାହେଲେ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। ହଁ ଆଉ ଗୋଟେ ଲାଷ୍ଟ କଥା, ଯଦି ଭିଡିଓଟି ଆପଣଙ୍କୁ ଭଲ ଲାଗିଛି ମନକୁ ଛୁଇଁଛି ତାହେଲେ ଲାଇକ୍ ସେୟାର କମେଣ୍ଟ କରିବାକୁ ଭୁଲିବେ ନାହିଁ।